ରାୟଗଡ଼ା ସହର ଉପକଣ୍ଠରେ ଏକ କଳା ବ୍ୟାଗ୍ ଭିତରେ ମୃତଦେହ ଠାବ। ରାୟଗଡ଼ା ଜିଲ୍ଲାରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର। 326 ନମ୍ବର ଜାତୀୟ ରାଜପଥ କଡ଼ ରାୟଗଡ଼ା ସହର ଉପକଣ୍ଠ ଖଲିଗୁଡ଼ା ନିକଟ ହୁଣ୍ଡାଇ ସର୍ଭିସ୍ ପାର୍ଶ୍ୱ ପଡ଼ିଆରୁ ଏକ କଳା ରଙ୍ଗର ବ୍ୟାଗ୍ ଭିତରେ ମୃତଦେହ ଠାବ କରିଛି ଚାନ୍ଦିଲି ପୋଲିସ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ଭୟର ପରିବେଶ ସୃଷ୍ଟି ହୋଇଛି। ସୂଚନା ମୁତାବକ ଜାତୀୟ ରାଜପଥ କଡ଼ରେ ଏକ ସନ୍ଦେହଜନକ ବ୍ୟାଗ୍ ପଡ଼ିଥିବା ଦେଖି ଆଜି ଅର୍ଥାତ୍ ବୁଧବାର ପୂର୍ବାହ୍ନ ପ୍ରାୟ 10 ଘଟିକା ସମୟରେ ହୁଣ୍ଡାଇ ସର୍ଭିସ୍ ସେଣ୍ଟର ମ୍ୟାନେଜର ବିଜୟ ବିଶ୍ୱାସ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧା ଖୋଲା ହୋଇଥିବା ବ୍ୟାଗ୍ ଦେଖିବା ପରେ ତାହା ଭିତରେ ଏକ ମୃତଦେହ ଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରେ ଏସ୍ଡିପିଓ ଶ୍ରୀ ଗୌରହରି ସାହୁ, ଏସ୍ଆଇ ଶ୍ରୀ ଆଶୁତୋଷ ସାହୁ, ଏଏସ୍ଆଇ ଶ୍ରୀ ଶିବରାମ ସ୍ୱାଇଁ ଓ ପୋଲିସ ଷ୍ଟାଫ୍ ପହଞ୍ଚି ତଦନ୍ତ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି। ବୈଜ୍ଞାନିକ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣପତ୍ର ସଂଗ୍ରହ କରୁଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ଓ ମୃତକଙ୍କ ପରିଚୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।